এই ସାନପଦର ମାଟି ଯାହାଙ୍କର ଉଦ୍ଦେଶ୍ୟରେ ଆଜି ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଏହି ପୁଣ୍ୟ ମାଟିରେ ଆମେ ଆଜି ପଦାର୍ପଣ କରିଥିବାରୁ ଏହି ମାଟିକୁ ଶତକୋଟି ପ୍ରଣିପାତ ଜଣାଉଛି। ସତରେ ମୋର ବିଶ୍ୱାସ ନଥିଲା ଯେ ମୋ ସମ୍ମୁଖରେ ଉପବେଶନ କରିଥିବା ଯେଉଁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏହି ଗ୍ରାମର ସମସ୍ତ କର୍ମକର୍ତ୍ତା ଏବଂ ଯିଏ ବୟୋଜ୍ୟେଷ୍ଠ ଏବଂ କନିଷ୍ଠ ସର୍ବୋପରି ମା ମାନେ ଏଠି ଏତେ ସଂଖ୍ୟାରେ ଉପସ୍ଥିତ ଅଛନ୍ତି। ସତରେ ଆମେ ଆଜି ଉତ୍ସାହିତ ହେଉଛୁ ଏବଂ ଏହା ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଏହି ସାନପଦର ମାଟି ଆଜି ଆମକୁ ଡାକି ଆପଣମାନେ ବହୁ ସଂଖ୍ୟାରେ ଉପସ୍ଥିତ ହୋଇଥିବାରୁ ମୁଁ ସର୍ବପ୍ରଥମେ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରୁଅଛି। ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଏହା ଆପଣମାନଙ୍କ ମାଟିରେ ଏହା କାର୍ଯ୍ୟକ୍ରମ ଏହି ବର୍ଷ ଆରମ୍ଭ ହେଲା। ତେଣୁ ଆଗାମୀ ଦିନମାନଙ୍କରେ ମଧ୍ୟ ଆପଣମାନଙ୍କର ସଦିଚ୍ଛା ସହଯୋଗ ଏବଂ ଅନ୍ୟାନ୍ୟ ଯାହା ସବୁ ମିଳିଲେ ଆମେ ନିଶ୍ଚିତ ପ୍ରକାରେ ଏଇଠାରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିବୁ। ଓଡ଼ିଶା ସାହିତ୍ୟ ଏକାଡେମୀ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ପରିପ୍ରସାର ଦିଗରେ କାର୍ଯ୍ୟ କରୁଅଛି। ବରପୁତ୍ର ମାନଙ୍କର ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ବିଭିନ୍ନ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରେ ଆମେ ଯେଉଁ ସ୍ଥାନରେ ବରପୁତ୍ର ମାନେ ଜନ୍ମିତ ହୋଇ ଏ ଜାତିକୁ ଏକ ନୂତନ ଦିଗ୍ଦର୍ଶନ ଦେଇପାରିଅଛନ୍ତି। ସତରେ ଆମେ କ'ଣ ଆଜି ଓଡ଼ିଆ ଭାଷା ସାହିତ୍ୟ ଆଜି ବଞ୍ଚିଥାନ୍ତା, କିନ୍ତୁ ଏଇ ଯେଉଁ ବରପୁତ୍ର ମାନଙ୍କର ଯେଉଁ ଅବଦାନ ରହିଛି ତାଙ୍କର ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଆଗାମୀ ପିଢ଼ି କେମିତି ଏହାକୁ ଜାଣିପାରିବେ, ଏହାର ପରିପ୍ରସାର ହେବ। ତେଣୁ ଆପଣମାନଙ୍କର ଗାଁରେ ମୁଁ ଆଜି ଦେଖିଲି ବହୁ ସଂଖ୍ୟାରେ ଲୋକ ଆଜି ଉପସ୍ଥିତ ଅଛନ୍ତି। ତେଣୁ ସମସ୍ତଙ୍କର ଏଇଭଳି ଯଦି ସଦିଚ୍ଛା ସହଯୋଗ ମିଳିବ ନିଶ୍ଚିତ ପ୍ରକାରେ ମୁଁ କହୁଛି ଏଇଠାରେ ହିଁ ଆପଣମାନଙ୍କର ଏଇ ସାନପଦର ମାଟିରେ ଭକ୍ତଚରଣ ଦାସଙ୍କର ଯେଉଁ ଆଜିର ଜନ୍ମତିଥିକି ଆମେ ବହୁ ଭାବରେ ପାଳନ କରିବୁ। ଆଜି ମାତ୍ର ଆରମ୍ଭ ମାତ୍ର। ତେଣୁ ମୋ ସମ୍ମୁଖରେ ସମସ୍ତଙ୍କର ସଦିଚ୍ଛା ସହଯୋଗ ରହିଥାଉ ଏହା ହିଁ କାମନା କରୁଅଛି। ଯାହାଙ୍କର ଆଜି କୃତି ଓ କୃତିତ୍ୱ ଏବଂ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଆମେ ଯାହାଙ୍କୁ ଆଜି ଅତିଥି ଭାବ ପାଇଛେ ଓଡ଼ିଶାର ବିଶିଷ୍ଟ ଅତିଥିମାନେ ଆଜି ଉପସ୍ଥିତ ଅଛନ୍ତି। ସର୍ବପ୍ରଥମେ ମୁଁ କବି ଭକ୍ତଚରଣ ଦାସଙ୍କର କିଛି କହିବି। ଯେଉଁ ଅଷ୍ଟାଦଶ ଶତାବ୍ଦୀରେ ଜନ୍ମିତ ଅନ୍ୟତମ ଶ୍ରେଷ୍ଠ କବି ଯାହାଙ୍କ ମଥୁରା ମଙ୍ଗଳ ରଚୟିତା ଭକ୍ତଚରଣ ଦାସଙ୍କ ଏ ମାଟିରେ ଆଜି ଆମେ ପାଦ ଦେଇଛୁ। ଆଗାମୀ ଦିନମାନଙ୍କରେ ନିଶ୍ଚିତ ଭାବରେ ଏହା ଆହୁରି ସଫଳତା କରିବ ମୁଁ ଏହା କାମନା କରୁଅଛି। ଏହି ମାଟି ଜଣେ ଅସାଧାରଣ କବିତ୍ୱର ଅଧିକାରୀ ଯିଏକି ସାରା ଓଡ଼ିଶାରେ ଏକ ସୁପରିଚିତ କବି ଭାବେ ବେଶ ଜଣାଶୁଣା। ବୈଷ୍ଣବ ସୁଲଭ ବିନମ୍ରତା ଓ ସହିଷ୍ଣୁତା ତାଙ୍କଠାରେ ସୂଚିତ ହୋଇଥିଲା। ସେ ଜଣେ ଅସାଧାରଣ କବିତ୍ୱର ଅଧିକାରୀ ଥିଲେ। କେବଳ କାବ୍ୟ କବିତା ରଚନାରେ ନିପୁଣ ନଥିଲେ ବରଂ ବୈଦିକ ଶାସ୍ତ୍ରରେ ମଧ୍ୟ ପାରଦର୍ଶିତା ଲାଭ କରିଥିଲେ। କୃଷ୍ଣଙ୍କର ଯେଉଁ ଗୋପଲୀଳା ମଥୁରାଲୀଳା ବର୍ଣ୍ଣନା କରି ରସକଲ୍ଲୋଳକାର ଯଶସ୍ୱୀ ହୋଇ ଉଠିଥିଲେ, ଅବିକଳ ସେହି ଗୋପଲୀଳା ମଥୁରାଲୀଳାକୁ ଆଉ ଥରେ କାବ୍ୟରେ ରୂପାୟିତ କରି ଭକ୍ତଚରଣ କବି ଭାବରେ ଅଖଣ୍ଡ ପ୍ରତିଭା ଏବଂ ପ୍ରତିପତ୍ତି ହୋଇପାରିଛନ୍ତି। ତାଙ୍କୁ ଶତକୋଟି ପ୍ରଣିପାତ ଜଣାଉଛି। ଓଡ଼ିଆ ରୀତିକାବ୍ୟର ଦୁଇ ଜଣ ଦିଗ୍ଗଜଙ୍କ ପରେ ସେ ଆବିର୍ଭୂତ ହୋଇଛନ୍ତି ସତ, ଦୀନକୃଷ୍ଣ ଦାସ ଉପେନ୍ଦ୍ର ଭଞ୍ଜଙ୍କ ପ୍ରଭାବ ଓ ପ୍ରତିଷ୍ଠା ତତ୍ସମୟରେ ଥିଲା ନଭଶ୍ରୁବେ। ସେମାନଙ୍କ ଦ୍ୱାରା ପ୍ରଭାବିତ ଓଡ଼ିଆ କବି ସମାଜ ବିଶାଳ, ଅଥଚ ଭକ୍ତଚରଣ ସେ ଦୁହିଁଙ୍କର ବିଷୟ ବିନ୍ୟାସ କାବ୍ୟ କୌଶଳ ଆଦିରେ ନିଜକୁ ପ୍ରତିପାଦନ କରିପାରିଅଛନ୍ତି। ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବା ଦିନଠାରୁ ସ୍ୱାଧୀନତାର ବିକାଶ ପର୍ବ କାଳଖଣ୍ଡରେ ଓଡ଼ିଆ ସାହିତ୍ୟର ସବୁଠୁ ଆଦରଣୀୟ ଭାଷା ସାହିତ୍ୟ ଓ ସଂସ୍କୃତି ଆଦିରେ ଅନେକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥାଏ। ଓଡ଼ିଆର ବରପୁତ୍ର ମାନେ ଏ ମାଟି ପାଣି ପବନରେ ଜୀବନ ଅତିବାହିତ କରି ତାଙ୍କ ଲେଖନୀର ପରାକାଷ୍ଠା ଏ ଜାତିକୁ ଏକ ନୂତନ ଦିଗ୍ଦର୍ଶନ ଦେଇପାରିଅଛନ୍ତି।
ବରପୁତ୍ର ମାନଙ୍କର ସାରସ୍ୱତ ଅବଦାନ ସମାଜର କଳୁଷିତ ସଂସ୍କାରକୁ ଦୂର କରିବା ତଥା ଓଡ଼ିଆ ଅସ୍ମିତାକୁ ବଞ୍ଚାଇ ରଖିବା ପାଇଁ ଯାହାଙ୍କର ପ୍ରାଣାତ୍ମକ ଉଦ୍ୟମ ଜାରି ରଖିଥିଲେ, ଓଡ଼ିଆ ଜନଜୀବନରେ ଯେଉଁ ନୂତନ ଆଶା ସଞ୍ଚାର କରିପାରିଥିଲେ, ଯାହାକି ଓଡ଼ିଆ ଜାତିକୁ ଏକ ସୂତ୍ରରେ ବାନ୍ଧି ରଖିବାରେ ନିଜକୁ ସକ୍ଷମ ହୋଇପାରିଅଛି। ଓଡ଼ିଆ ଭାଷା ସାହିତ୍ୟର ସଂସ୍କୃତିର ଶ୍ରୀବୁଦ୍ଧି ବିକାଶ ସାଧନ, ଓଡ଼ିଆ ସାହିତ୍ୟରେ ଉଚ୍ଚ ମୂଲ୍ୟବୋଧର ପ୍ରତିଷ୍ଠା, ଶ୍ରେଷ୍ଠ ମାନର ପ୍ରବର୍ତ୍ତନ, ସାରସ୍ୱତ କାର୍ଯ୍ୟକ୍ରମ ଓ ସଂସ୍କୃତିର ପରିପ୍ରସାର ପାଇଁ ସଂଗଠନ କ୍ଷେତ୍ରରେ ଆଜି ଆମେ ଯାହାଙ୍କର ସହଯୋଗ ନେଇଛୁ, ଏହି ମାଟିର ଭକ୍ତଚରଣ ସାହିତ୍ୟ ସଂସ୍କୃତି ପରିଷଦର ଆନ୍ତରିକ ସହଯୋଗ ଓ ସଦିଚ୍ଛାକୁ ଏଡ଼ାଇ ଦିଆଯାଇ ନପାରେ। ବରଂ ଭାଷା ସାହିତ୍ୟର ଉନ୍ନତି ଏବଂ ସମନ୍ୱୟ ସ୍ଥାପନ, ଓଡ଼ିଆ ଭାଷାର ଯେଉଁ କୂଟବିଦ ବରପୁତ୍ରଙ୍କର ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଓଡ଼ିଆ ଜାତିର ଜଣେ ସ୍ୱାଭିମାନୀ ବରପୁତ୍ର ଆଜି ଯାହାଙ୍କର ଆମେ ଏଠି ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ପାଳନ କରୁଛେ ବିଭିନ୍ନ କାର୍ଯ୍ୟକ୍ରମ, କବି ଭକ୍ତଚରଣ ଦାସ ଏହି ସାରସ୍ୱତ ମାଟିକୁ ସକ୍ରିୟ ଜନମାନସକୁ ଦିଗ୍ଦର୍ଶନ ଦେବାରେ ଭକ୍ତଚରଣ ସାହିତ୍ୟ ସଂସ୍କୃତି ପରିଷଦ ଆଗକୁ ଆସି ଏକ ନୂତନ ମାର୍ଗ ଦେଖାଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି, ଅନେକ ଅନେକ କୃତଜ୍ଞତା ଜ୍ଞାପନ କରୁଅଛି। ଏହି ଅବସରରେ ଓଡ଼ିଆ ଆମେ ଯାହାକୁ ଆଜି ଅତିଥି ଭାବେ ପାଇଛେ, ଆଜି ସମସ୍ତଙ୍କର ଜାଣିଥିବେ ଓଡ଼ିଆ ନାଗରିକ ମହାମଞ୍ଚ ହଉ, ଓଡ଼ିଆ ଅସ୍ମିତା ଜାଗରଣର ଅଭିଯାନ ହଉ, ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ହଉ, ଓଡ଼ିଆ ନବବର୍ଷ ମହୋତ୍ସବ ଆଦିର ଅଧ୍ୟକ୍ଷ, ଓଡ଼ିଆ ଭାଷା ଆନ୍ଦୋଳନର ମଦମୁକ୍ତ ଓଡ଼ିଶା ଗଠନ ଅଭିଯାନ, ସୀମା ସୁରକ୍ଷା ଅଭିଯାନ ଆଦିର ଯିଏ ସଭାପତି ଅଛନ୍ତି ଏବଂ ଦୈନିକ ତଥା ସାପ୍ତାହିକ ସୁବାର୍ତ୍ତାର ସମ୍ପାଦକ ଅଛନ୍ତି ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଶତପଥୀ ଆଜି ଆମର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଆମକୁ ଅତ୍ୟନ୍ତ ଉତ୍ସାହିତ କରିଥିବାରୁ ମୁଁ ତାଙ୍କୁ ଅନେକ ଅନେକ କୃତଜ୍ଞତା ଜ୍ଞାପନ କରିବା ସହ ଏବଂ ତାଙ୍କୁ ଏଠାରେ ସୁସ୍ୱାଗତ କରୁଅଛି। ଆଜି ଯିଏ ବିଶିଷ୍ଟ ଅତିଥି ଭାବେ ଅଛନ୍ତି ସୁସାହିତ୍ୟିକ ଡକ୍ଟର ବୈରାଗ ଚରଣ ପଟ୍ଟନାୟକ ମହୋଦୟ, ଜଣେ ଅଧ୍ୟାପକ ଭାବରେ ବିଭିନ୍ନ କଲେଜରେ ରହି ନିଜର ଅଧ୍ୟାପନା ଜାରି ରଖିଥିଲେ। ତାଙ୍କର ପ୍ରବନ୍ଧ ଅନ୍ୟାନ୍ୟ କ୍ଷେତ୍ରରେ ବହୁ ରଚନା ମଧ୍ୟ ପ୍ରକାଶିତ ହୋଇଛି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରରେ ଅନେକ ସାରସ୍ୱତ ପ୍ରତିଭୁ ତଥା ଅନ୍ୟାନ୍ୟ ସାରସ୍ୱତ ଅନୁଷ୍ଠାନ ମାନଙ୍କରେ ବକ୍ତବ୍ୟ ସ୍ଥଳରେ ବହୁ ଉପାଦେୟତା ଅଭିଭାଷଣ ପ୍ରଦାନ କରିପାରିଅଛନ୍ତି। ଆଜି ଯାହାଙ୍କର ଭକ୍ତଚରଣ ଦାସଙ୍କର ବିଭିନ୍ନ କାର୍ଯ୍ୟ ଆମେ ଆୟୋଜନ କରୁଛେ, ସେ ମଧ୍ୟ ଜଣେ ସାହିତ୍ୟ ମନସ୍କ ଏବଂ ନିଜର ଅଭିରୁଚି ପ୍ରକାରେ ଆଜି ଯାହାଙ୍କର କବିତ୍ୱ ଏବଂ ଜୀବନାଦର୍ଶ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ବକ୍ତବ୍ୟ ଆଜି ଶୁଣିବେ। ଏହି ମାଟିର ଜଣେ ସନ୍ତାନ ସେ। ଆପଣ ଏଇ ସାନପଦର ପାଖରେ ତାଙ୍କର ଗ୍ରାମ, ତାଙ୍କୁ ଆମେ ଆଜି ଅତିଥି ଭାବେ ପାଇଛେ। ମୁଁ ଯେତେବେଳେ ତାଙ୍କ ସହିତ କଥାବାର୍ତ୍ତା ହୁଏ, ସାର୍ ଆଜି ଆପଣମାନଙ୍କ ଗ୍ରାମକୁ ଯିବା, ଆପଣଙ୍କୁ ଆମେ ଅତିଥି ଭାବେ ନା, ମୋର ସେ ଗାଁ ତ, ମୁଁ ଆଉ କ'ଣ ଅତିଥି, ମୁଁ ନିଜେ ସେଇ ମାଟିରେ ଆଜି ନିଶ୍ଚିତ କହିବି ଭକ୍ତଚରଣ ଦାସଙ୍କର। ତେଣୁ ଅନେକ ଅନେକ କୃତଜ୍ଞତା ଜ୍ଞାପନ କରୁଛି ମା ବିଶିଷ୍ଟ ଅତିଥି ମହୋଦୟ ଡକ୍ଟର ବୈରାଗ ଚରଣ ପଟ୍ଟନାୟକ ମହୋଦୟଙ୍କୁ। ଆଜିର ଯିଏ ଆମେ ଯାହାଙ୍କ ଏଠି ସମ୍ମାନୀୟ ଅତିଥି ପାଇଥିଲୁ, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ବେହେରା ଆସିପାରିନାହାନ୍ତି, ତାଙ୍କ ବଦଳରେ ଆମେ ବିଜୟ କୁମାର ସାହୁ ମହୋଦୟଙ୍କୁ ଆମେ ଏଠାରେ ପାଇଛୁ। ଆଜିର ସମ୍ମାନୀୟ ଅତିଥି ହୁଅନ୍ତୁ, ସେ ଆଜି ଆମକୁ ଉତ୍ସାହିତ କରିଛନ୍ତି, ଆମର ଯୋଗଦାନ କରିଛନ୍ତି, ଉତ୍ସାହିତ କରିଛନ୍ତି। ଏହି ସ୍ଥାନୀୟ ଅଞ୍ଚଳରେ ଯାହାଙ୍କର ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ବହୁ ମୂଲ୍ୟ ଆମକୁ ସମୟ ଦେଇଛନ୍ତି। ସର୍ବୋପରି ସୁନାମଧନ୍ୟ ବରପୁତ୍ରଙ୍କ ସାରସ୍ୱତ କୃତି ଓ କୃତିତ୍ୱ ଉପରେ ନିଜର ବକ୍ତବ୍ୟ ଉପସ୍ଥାପନ କରିବେ ବୋଲି ମୋର ଦୃଢ଼ ବିଶ୍ୱାସ। ଅନ୍ୟାନ୍ୟ ସାରସ୍ୱତ ସ୍ରଷ୍ଟା ତଥା ଏ ଅଞ୍ଚଳର ଆପଣମାନଙ୍କ ବେଶ ଜଣାଶୁଣା ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆପଣ ଏଠାରେ ଉପସ୍ଥିତ ହୋଇ ଆମକୁ ଉତ୍ସାହିତ କରିଥିବାର ମୁଁ ଆପଣଙ୍କୁ ଅନେକ ଅନେକ କୃତଜ୍ଞତା ଜ୍ଞାପନ କରିବା ସହ ସୁସ୍ୱାଗତ କରୁଅଛି। ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଉତ୍କଳ ବିଶ୍ୱବିଦ୍ୟାଳୟ, ଆପଣ ଜାଣିଥିବେ ଉତ୍କଳ ବିଶ୍ୱବିଦ୍ୟାଳୟ ଗୋଟେ ପ୍ରତିଷ୍ଠିତ ନାମ। ଯିଏ ସହକାରୀ ପ୍ରଫେସର ଅଛନ୍ତି ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକ ମହୋଦୟ, ଜଣେ ସାହିତ୍ୟ ପ୍ରତି ରୁଚି ରଖୁଥିବା ତଥା ଜଗବନ୍ତ ସିଂ, ନାଟ୍ୟକାର ମନୋଜ ଦାସ, ଅନ୍ୟାନ୍ୟ ସାରସ୍ୱତ ସ୍ରଷ୍ଟାଙ୍କ ଜୀବନୀ ଓ ସାରସ୍ୱତ କୃତି ଉପରେ ବହୁ ପୁସ୍ତକ ରଚନା କରିଅଛନ୍ତି, ପ୍ରବନ୍ଧ ରଚନା କରିଅଛନ୍ତି ଏବଂ ଜଣେ ସିଦ୍ଧହସ୍ତ ସ୍ରଷ୍ଟା ଭାବେ ମୁଁ ତାଙ୍କୁ ଜାଣିଛି।
ନିଜର ଲେଖନୀ ମାଧ୍ୟମରେ ବହୁ ପ୍ରବନ୍ଧ ପୁସ୍ତକ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ତାଙ୍କର ଦକ୍ଷତା ରହିଅଛି। ଉତ୍କଳ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରି ବହୁ ଉନ୍ନତିମୂଳକ କାର୍ଯ୍ୟ କରିବାରେ ସେ ଦକ୍ଷତା ପ୍ରତିପାଦନ କରିଅଛନ୍ତି। ଯାହାଙ୍କର ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମଟି ଆୟୋଜନ କରାଯାଉଛି ତାଙ୍କର କାବ୍ୟ କବିତା ଏବଂ ଅନ୍ୟାନ୍ୟ କୃତି ଓ କୃତିତ୍ୱ ଉପରେ ନିଜର ଅଭିଭାଷଣ ପ୍ରଦାନ କରିବେ। ଆପଣମାନେ ନିଶ୍ଚିତ ଶୁଣିବେ ଓ ହୃଦୟଙ୍ଗମ କରିବେ। ଏହି ଅବସରରେ ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକଙ୍କୁ ଏଠାରେ ଉପସ୍ଥିତ ରହିଥିବାରୁ ମୁଁ ତାଙ୍କୁ ସୁସ୍ୱାଗତ କରୁଅଛି। ଆଜି ଆମେ ଯାହାଙ୍କ ଶୀତ ରାଜକିଶୋର ବ୍ରହ୍ମା ଏହି ସ୍ଥାନର ଆଜି ଆମର ସମ୍ମାନୀୟ ବକ୍ତା ଭାବେ ଯୋଗଦାନ କରି ଭକ୍ତ ଚରଣଙ୍କ ମାଟିରେ ରହି ଆମକୁ ଆମନ୍ତ୍ରିତ କରିଛନ୍ତି, କିନ୍ତୁ ସେ ଆଜି ଅତିଥି ଭାବେ ଆମକୁ ଉତ୍ସାହିତ କରିଥିବାରୁ ମୁଁ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ମୁଁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରି ସୁସ୍ୱାଗତ କରୁଅଛି। ଆଜି ଆଉ ଯିଏ ସବୁ ରହିଲେ ଆମର ବିଜୟ କୁମାର ସାହୁ, ବିକ୍ରମ କେଶରୀ ସାମନ୍ତରାୟ ଏବଂ ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଜୁନ ପଟ୍ଟନାୟକ, ଆଜି ଆମେ ତାଙ୍କର ଏଠି ଅତିଥି ଭାବେ ପାଇନୁ, ତାଙ୍କର ସଦିଚ୍ଛା ସହଯୋଗକୁ ପାଥେୟ କରି ଓଡ଼ିଶା ସାହିତ୍ୟ ଏକାଡେମୀ ଏଠାରେ ପହଞ୍ଚିଛି। ଆଗାମୀ ଦିନମାନଙ୍କରେ ଆପଣମାନଙ୍କ ଆହୁରି କାର୍ଯ୍ୟକ୍ରମ ରହିଛି, ତେଣୁ ଆପଣମାନଙ୍କର ସଦିଚ୍ଛା ସହଯୋଗ ମିଳିଲେ ଆହୁରି ଏକାଟେ କାର୍ଯ୍ୟକ୍ରମ କରାଯାଇପାରିବ। ଆଜି ଯେ ସଭା ମୁଖ୍ୟ ଆସନରେ ଆସୀନ ହୋଇଛନ୍ତି ଭକ୍ତଚରଣ ସାହିତ୍ୟ ସଂସ୍କୃତି ପରିଷଦର ସଭାପତି ଶ୍ରୀକାନ୍ତ କୁମାର ନାୟକ ଆଜିର ସଭା ମୁଖ୍ୟ ଯିଏ ଅଛନ୍ତି। ଯେତେବେଳେ ଆମ ଅଫିସକୁ ଯାଇଥିଲେ କଣ ସାର୍ ଏଥରକ ଭକ୍ତଚରଣ ଦାସଙ୍କ ସ୍ଥାନ ପଦରେ କରିବା କିଛି କାର୍ଯ୍ୟକ୍ରମ, ମୁଁ ହଠାତ୍ କିନା କିଛି ନ ଭାବି କହିଲି ନାଇଁ ନିଶ୍ଚିତ ଆପଣ କରନ୍ତୁ, କିଛି ଅସୁବିଧା ନାହିଁ, ଆପଣ ନିଶ୍ଚିତ କରନ୍ତୁ। ଏବଂ ବିଶ୍ୱାସ କରିବେନି, ମୋର ବିଶ୍ୱାସ ନଥିଲା ଯେ ମୋତେ ଗୋଟେ ଆମକୁ ମୋର ସଚିବ ଏବଂ ମୋତେ ନଡ଼ିଆ ଏବଂ ଅନ୍ୟାନ୍ୟ ସବୁ ଦେଇକି ଯେମିତି ପାଛୋଟି ନେଲେ, ମୁଁ ଭାବୁଛି ଆଜି ସଂସ୍କୃତିର ପରମ୍ପରାଟାକୁ ବଞ୍ଚାଇ ରଖିଛନ୍ତି। କେଉଁ ସ୍ଥାନରେ ଆମକୁ ବିଭିନ୍ନ ଜାଗାରେ ସଂକୀର୍ତ୍ତନ କରି ଅମଙ୍ଗ କରି ନେଉଛନ୍ତି, କିନ୍ତୁ ଏ ସ୍ଥାନରେ ଅବିକଳ ଭାବେ ଏହା ଦର୍ଶାଯାଇଛି। ତେଣୁ ଆପଣମାନେ ହିଁ ଏ ସଂସ୍କୃତିକୁ ବଞ୍ଚାଇ ରଖିଛନ୍ତି। ସାହିତ୍ୟ ସଂସ୍କୃତିର ବଞ୍ଚିତ ରଖିବାରେ ଆପଣମାନଙ୍କର ସମସ୍ତ ଅବଦାନ ରହିଅଛି। ତେଣୁ ଶ୍ରୀକାନ୍ତ କୁମାର ନାୟକ ଯିଏକି ମୋ ପାଖରେ ଯାଇ କହିଲେ, ମୁଁ କିଛି ସମୟ ନ ଭାବିକି ନାଇଁ ନାଇଁ ନିଶ୍ଚିତ କରିବା, ସେ ମାନେ ଯାହା ହଉ ନା କାହିଁ ଏ ବର୍ଷଠୁ ଆପଣଙ୍କ ମାଟିରେ ନିଶ୍ଚିତ ହବ। ତେଣୁ ତାଙ୍କର ସହଯୋଗ ସଦିଚ୍ଛାକୁ ପାଥେୟ କରି ଆମେ ଏହି କାର୍ଯ୍ୟକ୍ରମ ଏଠାରେ କରିପାରିଛୁ। କେବଳ ଏବେ କରୁନୁ, ଆଗାମୀ ଦିନ ମଧ୍ୟ କରିପାରିବୁ। ତେଣୁ ଭକ୍ତଚରଣ ଦାସଙ୍କ ଯେଉଁ ବାର୍ତ୍ତାକୁ ନେଇ ଓଡ଼ିଶା ସାହିତ୍ୟ ଏକାଡେମୀ ନିକଟରେ ପହଞ୍ଚାଇଛନ୍ତି, ଯାହାକୁ ଆଧାର କରି ଏ ସାରସ୍ୱତ ସଭା ଅନୁଷ୍ଠିତ ହୋଇପାରିଛି। ପ୍ରକୃତରେ ଭକ୍ତଚରଣ ଦାସ ଜଣେ ଶୁଭେଚ୍ଛୁ ଏବଂ ଭକ୍ତଚରଣ ଦାସଙ୍କ ବହୁମୁଖୀ ପ୍ରତିଭା ଭାବରେ ବିଗତ ଦିନମାନଙ୍କରେ ବହୁ କାର୍ଯ୍ୟକ୍ରମ ମଧ୍ୟ କରିପାରିଅଛନ୍ତି। ଯଥାର୍ଥରେ ସେ ବହୁତ ଶୁଭେଚ୍ଛା ଅଭିନନ୍ଦନ ଜ୍ଞାପନ କରୁଛି ତାଙ୍କୁ। ତେଣୁ ଓଡ଼ିଶା ସାହିତ୍ୟ ଏକାଡେମୀ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ପରିପ୍ରସାର ଦିଗରେ କାର୍ଯ୍ୟ କରୁଅଛି। ଆମେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରେ ମାଲକାନଗିରି ଠାରୁ ଆରମ୍ଭ କରି ସେପଟେ ଜଳେଶ୍ୱର, ଏପଟେ ବାଲେଶ୍ୱର, ସବୁ ଜାଗାରେ ଯେଉଁ ବରପୁତ୍ରମାନଙ୍କର ଅବଦାନ ରହିଅଛି, ଯାହାଙ୍କର ଉଦ୍ଦେଶ୍ୟରେ ଆଜି ଓଡ଼ିଆ ଭାଷା ସାହିତ୍ୟ ଆଜି ଆଗକୁ ଯାଇପାରିଛି। କିଛି ମାତ୍ରାରେ ହଉନା କାହିଁକି, ସବୁ ମାତ୍ରାରେ ତ ସେମାନେ କରିଦେଇକି ଯାଇଛନ୍ତି। ଆମେ ତାଙ୍କୁ ଆଗାମୀ ପିଢ଼ି ପାଇଁ କେମିତି ପ୍ରଚାର ପ୍ରସାର କରାଯିବ, ତେଣୁ ଆମେ ତାକୁ ଆଗକୁ ଆହୁରି କାର୍ଯ୍ୟକ୍ରମ କରିବୁ। ଏହି ଅବସରରେ ମୁଁ ଅନେକ ଶୁଭେଚ୍ଛା ଜ୍ଞାପନ କରୁଅଛି ଏବଂ ଆପଣମାନଙ୍କର ଏହିପରି ସଦିଚ୍ଛା ସହଯୋଗ ମିଳିଲେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଏଇଠାରେ ମଧ୍ୟ ଆପଣମାନଙ୍କ ଏହି ସ୍ଥାନରେ ମଧ୍ୟ ଆହୁରି ଗୋଟେ କିଛି କାର୍ଯ୍ୟକ୍ରମ କରିପାରିବୁ। ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରିବା ସହ ସମସ୍ତଙ୍କୁ ଶତକୋଟି ପ୍ରଣିପାତ ଜଣାଉଛି ଏବଂ ଆଜି ରହୁଛି ବନ୍ଦେ ଉତ୍କଳ ଜନନୀ। ନମସ୍କାର, ଜୟ ହିନ୍ଦ।